କନ୍ଧମାଳର ଗେହ୍ଲା ଝିଅ ଲିଙ୍କିମାଙ୍କୁ ନିଜ ମାଟିରେ ସମ୍ବର୍ଦ୍ଧନା। ଗାଡ୍ରିଙ୍ଗିଆ ପଞ୍ଚାୟତରେ ଉତ୍ସବର ମାହୋଲ। କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଗାଡ୍ରିଙ୍ଗିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମଣ୍ଡାଗୁଡ଼ା ଗ୍ରାମର ମେଧାବୀ ଆଦିବାସୀ ଛାତ୍ରୀ ଲିଙ୍କିମା ପ୍ରଧାନଙ୍କ ଅଭୂତପୂର୍ବ ସଫଳତା ପାଇଁ ନିଜ ଗ୍ରାମ ମଣ୍ଡାଗୁଡ଼ା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର 2026 ସ୍ନାତକ କଳା ଅର୍ଥଶାସ୍ତ୍ର ପରୀକ୍ଷାରେ ମୋଟ 1092 ନମ୍ବର ରଖି ସାରା ବିଶ୍ୱବିଦ୍ୟାଳୟରେ ନବମ ସ୍ଥାନ ହାସଲ କରି ଟିକାବାଲି AMCS ମହାବିଦ୍ୟାଳୟ ତଥା ସମଗ୍ର କନ୍ଧମାଳ ଜିଲ୍ଲା ପାଇଁ ଗୌରବ ଆଣିଥିବା ଯୋଗୁଁ ତାଙ୍କୁ ଏହି ସମ୍ବର୍ଦ୍ଧନା ଦିଆଯାଇଛି। ମଣ୍ଡାଗୁଡ଼ା ଗ୍ରାମର ଅନାଦି ପ୍ରଧାନଙ୍କ କନ୍ୟା ଲିଙ୍କିମା ଜଣେ ଗରିବ ପରିବାରରୁ ଆସି ମଧ୍ୟ ନିଜର ଦୃଢ଼ ଇଚ୍ଛାଶକ୍ତି, କଠିନ ପରିଶ୍ରମ ଏବଂ ଅଧ୍ୟୟନ ସମୟରେ ବକ ପରି ଧ୍ୟାନ ରଖି ଏହି ସଫଳତା ପାଇଛନ୍ତି। ଆଗାମୀ ଦିନରେ ସେ ଜଣେ ସୁଦକ୍ଷ ଅଧ୍ୟାପିକା ହୋଇ ସମାଜ ସେବା କରିବାକୁ ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛନ୍ତି। ଏହି ସମ୍ବର୍ଦ୍ଧନା ସଭାରେ ସ୍ଥାନୀୟ ସରପଞ୍ଚ ଜିତେନ୍ଦ୍ର ମାଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲିଙ୍କିମାଙ୍କୁ ଅଞ୍ଚଳର ଆଲୋକବର୍ତ୍ତିକା ବୋଲି ଅଭିହିତ କରିଥିଲେ। ଟିକାବାଲି AMCS କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଦ୍ୟାର୍ଥୀ ଜୀବନରେ ଏକାଗ୍ରତାର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରଦୀପ୍ତ କୁମାର ନାୟକ, ସ୍ଥାନୀୟ ସମିତି ସଭ୍ୟ ଆଲଫାନ୍ ପ୍ରଧାନ, ଅଞ୍ଚଳର CRCC ଉମେଶ ଦିଗାଲ ଏବଂ AMCS ମହାବିଦ୍ୟାଳୟର ଅର୍ଥଶାସ୍ତ୍ର ବିଭାଗର ମୁଖ୍ୟ ଅଧ୍ୟାପକ ଶଙ୍କର ପାଢ଼ୀ ଉପସ୍ଥିତ ରହି ଲିଙ୍କିମାଙ୍କ ମେଧାବୀ ପ୍ରତିଭାର ଭୂୟସୀ ପ୍ରଶଂସା କରିଥିଲେ। ଏହା ସହିତ ମଣ୍ଡାଗୁଡ଼ା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କର୍ଣ୍ଣ ପ୍ରଧାନ, ସ୍ଥାନୀୟ ସମାଜସେବୀ ଗୋକୁଳ ଚନ୍ଦ୍ର ପ୍ରଧାନ, ଖେଳ ଶିକ୍ଷକ ଦେବେନ୍ଦ୍ର ଦିଗାଲ ଏବଂ ସମାଜସେବୀ ସଞ୍ଜୀବ ଦିଗାଲ ପ୍ରମୁଖ ଉପସ୍ଥିତ ରହି ଛାତ୍ରୀଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ ଓ ଉପହାର ପ୍ରଦାନ ପୂର୍ବକ ଉତ୍ସାହିତ କରିଥିଲେ। ଲିଙ୍କିମାଙ୍କର ଏହି ବିରାଟ କୃତିତ୍ୱ ପାଇଁ ସମଗ୍ର ଗାଡ୍ରିଙ୍ଗିଆ ପଞ୍ଚାୟତବାସୀ ଓ ମଣ୍ଡାଗୁଡ଼ା ଗ୍ରାମବାସୀ ତାଙ୍କୁ ଆମ ସଭିଙ୍କ ଗେହ୍ଲା ଝିଅ ବୋଲି ସମ୍ବୋଧନ କରିବା ସହ ଖୁସି ବ୍ୟକ୍ତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଓ ଛାତ୍ରଛାତ୍ରୀ ଯୋଗଦେଇ ଲିଙ୍କିମାଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିବା ସହ ତାଙ୍କୁ ସାହସ ଓ ଧୈର୍ଯ୍ୟର ସହ ଆଗକୁ ବଢ଼ିବାକୁ ଶୁଭେଚ୍ଛା ଜଣାଇଛନ୍ତି। ଟିକାବାଲିରୁ ଅକୁଲାନନ୍ଦ ଦିଗାଲଙ୍କ ରିପୋର୍ଟ, ସମ୍ବିଧାନ ନ୍ୟୁଜ।